ତିନୋଟି ମାଛର କାହାଣୀ। ଗୋଟିଏ ପୋଖରୀ ଥିଲା, ସେଥିରେ ତିନୋଟି ମାଛ ସାଙ୍ଗ ହୋଇ ରହୁଥିଲେ। ଦିନେ ମାଛ ଧରାଳୀମାନେ ସେହି ପୋଖରୀ ପାଖକୁ ଆସିଲେ। ସେମାନେ ମାଛମାନଙ୍କୁ ଦେଖି କାଲି ଆସି ଧରିବି ବୋଲି କହି ଘରକୁ ଚାଲିଗଲେ। ଏମାନଙ୍କ କଥା ମାଛ ତିନୋଟି ଶୁଣିଲେ। ପ୍ରଥମ ମାଛ କହିଲା, କ'ଣ କରିବା? ଦ୍ୱିତୀୟ ମାଛ କହିଲା, ସତରେ କ'ଣ ସେମାନେ ଆସିବେ? ତୃତୀୟ ମାଛ ବେକାତିରି ଭାବେ କହିଲା, ହଁ ମ, ସେମାନେ ସେମିତି କୁହନ୍ତି। ସେମାନେ ସତରେ ଆସିବେ ନା ମାଛ ମାରିବେ? ଯଦି ବା ଆସନ୍ତି, ଆମେ କାହିଁକି ତାକୁ ଧରା ଦେବା ଯେ? ଏହା ଶୁଣି ପ୍ରଥମ ମାଛଟି କହିଲା, ହଁ, ସେମାନେ ନିଶ୍ଚୟ ଆସିବେ। ଚାଲ ଆମେ ଏ ପୋଖରୀ ଛାଡ଼ି ଚାଲିଯିବା। ତୃତୀୟ ମାଛଟି କହିଲା, ଆମେ ଏ ପୋଖରୀରେ ପିଲାଦିନୁ ବଢ଼ି ଆସିଛେ। ଏ ପୋଖରୀ ଛାଡ଼ି ମୁଁ କୁଆଡ଼େ ଯିବି ନାହିଁ। ମାତ୍ର ଦ୍ୱିତୀୟ ମାଛଟି କିଛି ନ କହି ଚୁପ୍ ହୋଇ ରହିଲା। ହଉ, ତମ ଇଚ୍ଛା, ତେବେ ମୁଁ ଯାଉଛି। ଏହା କହି ପ୍ରଥମ ମାଛଟି ଛୋଟିଆ ନାଳ ବାଟେ ଆଉ ଗୋଟିଏ ପୋଖରୀକୁ ଚାଲିଗଲା। ପରଦିନ ମାଛ ଧରାଳୀମାନେ ଆସି ପୋଖରୀରେ ଜାଲ ପକାଇଲେ। ଅନ୍ୟ ମାଛମାନଙ୍କ ସହିତ ଏ ମାଛ ଦୁଇଟି ମଧ୍ୟ ଜାଲରେ ପଡ଼ିଗଲେ। ପ୍ରଥମ ମାଛର କଥା ନ ଶୁଣି ବଡ଼ ଭୁଲ ହୋଇଗଲା ବୋଲି ତୃତୀୟ ମାଛଟି କହି ମୁଣ୍ଡ ବାଡ଼େଇଲା। ମାତ୍ର ଦ୍ୱିତୀୟ ମାଛଟି କିଛି ହଲଚଲ ନ ହୋଇ ଚୁପ୍ ହୋଇ ମଲା ପରି ପଡ଼ି ରହିଲା। ମାଛ ଧରାଳୀମାନେ ମାଛ ନେବାକୁ ଆସି ଦ୍ୱିତୀୟ ମାଛଟିକୁ ମରିଯାଇଛି ବୋଲି କହି ପାଣିକୁ ଫୋପାଡ଼ି ଦେଲେ। ଜାଲରୁ ଡେଇଁବାକୁ ଚେଷ୍ଟା କରୁଥିବା ତୃତୀୟ ମାଛ ଏବଂ ଅନ୍ୟ ମାଛମାନଙ୍କୁ ନେଇ ମାଛ ଧରାଳୀମାନେ ଖୁସିରେ ଘରକୁ ଗଲେ। ଏହି ଗପଟିରୁ କ'ଣ ଶିଖିଲେ? ଦୟାକରି କମେଣ୍ଟ କରନ୍ତୁ। ଭଲ ଲାଗିଲେ ଲାଇକ୍, ସବସ୍କ୍ରାଇବ୍ ଆଉ ସେୟାର କରିବାକୁ ଭୁଲିବେନି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।